ଆଜି ସକାଳ ବ୍ରେକଫାଷ୍ଟରେ ମୁଁ ବନେଇଥିଲି ଚୁଡ଼ା ଚକଡ଼ା। ଆଉ ଚୁଡ଼ା ଚକଡ଼ା ବନେଇବା ସମୟରେ ମୋ ବାବାଙ୍କ କଥା ଭାରି ମନେ ପଡ଼ୁଥିଲା। କାହିଁକି ନା ମୋ ବାବା ଚୁଡ଼ା ଚକଡ଼ା ଏମିତି ବନାନ୍ତି ଆଉ ମୁଁ ତାଙ୍କଠୁ ହିଁ ଶିଖିଥିଲି। ତ ଚୁଡ଼ାକୁ ଗୋଟେ ବାଉଲରେ ନେଇଯାଇଛି, ତାକୁ ଟିକେ ପାଣି ଦେଇକି ଆମେ ହାତରେ ଭଲ ଭାବରେ ମକଚିକି 2ରୁ 3 ଥର ଧୋଇଦେବା। ତାପରେ ଏଇ ଚୁଡ଼ାରେ ଭଲ ପାଣି ଦେଇକି 5ରୁ 10 ମିନିଟ୍ ଭିଜେଇ ଦେବା। ତାପରେ ତାର ପାଣିକୁ ବାହାର କରିଦେବା। ତାପରେ ସେଥିରେ ଚୁଡ଼ାରେ ନଡ଼ିଆ କୋର ଦେଇଦେବା। ତାପରେ କଦଳୀ ମୁଁ ଦେଇଦେଇଛି, ଆଉ ସେଥିରେ ଦେଇଦେବା କ୍ଷୀର। ତ କ୍ଷୀର ଆପଣ ଦେଖିକି ଦେବେ ଯେଭଳିକି ଆପଣ ଚକୁଡ଼ି ପାରିବେ। ତ କ୍ଷୀର ଦେଇ ସାରିଲା ପରେ ଏଥିରେ ଆମେ ଏବେ ଗୁଡ଼ ଏଡ଼୍ କରିଦେବା। ତ ଚିନି ବି ଆପଣ ଦେଇପାରିବେ। ତ କଥାରେ କୁହନ୍ତିନି ଚୁଡ଼ାକୁ ଗୁଡ଼ ସାକ୍ଷୀ, ସେଥିପାଇଁ ମୁଁ ଏଥିରେ ଗୁଡ଼ ଦେଇଦେଇଛି। ସେମିତି କିଛି ନାହିଁ ସାଙ୍ଗମାନେ, ଚୁଡ଼ାରେ ଗୁଡ଼ ପକାଇବା ଦ୍ୱାରା ବହୁତ ବଢ଼ିଆ ଟେଷ୍ଟ ଲାଗିଥାଏ। ତ ସେଥିପାଇଁ ମୁଁ ଚୁଡ଼ାରେ ଗୁଡ଼ ପକାଇକି ଏଭଳି ଭାବରେ ସବୁତକ ମିଶାଇକି ଚକୁଡ଼ି ଦେଲି। ମୋର ତ ଚୁଡ଼ା ଚକୁଡ଼ା ପ୍ରସ୍ତୁତ ହେଇଗଲା। ଆଉ ଚୁଡ଼ା ଚକୁଡ଼ିବା ସମୟରେ ମୋର ଝିଅ ଆସିକି ମାଗିଥିଲା, ମାମା ମୋତେ ବି ଟିକେ ଟେଷ୍ଟ କରାଅ ନା। ତ ତାକୁ ବି ଟେଷ୍ଟ କରାଇଥିଲି। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗୁଛି ନିଶ୍ଚୟ ଲାଇକ୍ ସେୟାର ସବସ୍କ୍ରାଇବ୍